ଲୋକମାନେ ଠିକ କୁହନ୍ତି କି ଆଗ ପାଞ୍ଚ ବାଘ ଖାଇଯାଏ। କାହିଁକିନା ତମେ ଆଗରୁ ଯାହା ବି ଭାବିଥିବ କିଛି କରିପାରିବନି। ଆଗରୁ ଭାବି ଚିନ୍ତିକି ରଖିଥିବ କିନ୍ତୁ ଦେଖିଲା ବେଳକୁ ସମୟ ବେଳକୁ କିଛି ନାହିଁ। ଆଉ ମୁଁ ଏକଥା ଏଇଥିପାଇଁ କହୁଛି, ଆଗକୁ ଯେହେତୁ ପୁଅର ଜନ୍ମଦିନ ଅଛି ତ ମୁଁ ଭାବିଲି କି ଯଦି ସେଇଦିନ ସକାଳୁ ଏତେ ସକାଳୁ ମୁଁ ତା ଚୁଟି ଧୋଇକି ଗାଧେଇ ଦେବି ତାକୁ ଥଣ୍ଡା ହେଇଯିବ। ତ ଜନ୍ମଦିନର 2-3 ଦିନ ଆଗରୁ ତା ଚୁଟିଟା ଟିକେ ଧୋଇଦେବା ପାଇଁ ଭାବିଥିଲି। ହେଲେ ଦେଖ କାଲି ତା ଜନ୍ମଦିନ ହେଲେ କାଲି ବି ମୁଁ ତା ଚୁଟି ଟିକେ ଧୋଇ ଦେଇ ପାରିବିନି କାରଣ ତାକୁ ଥଣ୍ଡା ହେଇଛି। କାଲି ହଉଛି ଚୈତ୍ର ପୂର୍ଣ୍ଣମୀ, ତ ସେ ପୂର୍ଣ୍ଣମୀରେ ଜନ୍ମ ହେଇଥିଲା। ଆଉ ତିଥି ଅନୁସାରେ କାଲି ତାର ଜନ୍ମଦିନ। ଦେଖୁଛନ୍ତି ତ ଆଗରୁ ଭାବିଥିଲି ଗୋଟେ ଆଉ ଏବେକୁ ହେଇଗଲା ଆଉ ଗୋଟେ। କାଲି ହଉଛି ପୂର୍ଣ୍ଣମୀ ତିଥି ଆଉ ସେଇ ତିଥିରେ ସେ ଜନ୍ମ ହେଇଥିଲା। ଯେହେତୁ କାଲି କେବଳ ଆମର ସତ୍ୟନାରାୟଣ ପୂଜା ହେଇଯିବ ଆଉ ବାକି ଭୋଜି ଭାତ ପରେ। କାଲି ମୋ ପୁଅ ପ୍ରଥମ ଥର ପାଇଁ ପିଠା କ୍ଷୀରି ଖାଇବ। ତାକୁ ପୁଣି ସକାଳୁ ଉଠି ବନେଇବାକୁ ପଡିବ ନା ନାଇଁ। ଯେବେ ସେ ଜନ୍ମ ହେଇଥିଲା ସେଦିନ ଥିଲା ଏପ୍ରିଲ 12 ତାରିଖ, ଚୈତ୍ର ପୂର୍ଣ୍ଣମୀ ଆଉ ଶନିବାର। କାଲି ତାର ତିଥି ଅନୁସାରେ ଜନ୍ମଦିନ ପାଳନ ହବ, ତାରିଖ ଅନୁସାରେ ପରେ କେବେ କରିବା। ଭଗବାନଙ୍କ ଦୟାରୁ କାଲି ତାର ସତ୍ୟନାରାୟଣ ପୂଜା ଭଲରେ ଭଲରେ ହେଇଯାଉ। ଭଗବାନ ତାକୁ ସବୁବେଳେ ଘଣ୍ଟ ଘୋଡେଇ ରଖନ୍ତୁ ଆଉ ଆପଣ ମାନେ ତାକୁ ବହୁତ ସାରା ଆଶୀର୍ବାଦ ଦିଅନ୍ତୁ। ଯେମିତି ତା ଚଲା ପଥରେ ସେ କେବେ କଣ୍ଟା ନ ମାଡିବ, ସବୁବେଳେ ହସ ଖୁସି ନିରୋଗୀ ହେଇ ରହିବ। ଗୋଟେ ମା ହିସାବରେ ତ ମୁଁ ଏତିକି ହିଁ ଚାହିଁବି ନା। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଆଜି ପାଇଁ ଏତିକି। କାଲି ଜନ୍ମଦିନରେ କଣ କଣ କଲି ପୁଣି କାଲି ଦେଖାହବ।